ଶିଖର ଧୱନଙ୍କ ଅବସର ପରେ ଭାବବିହ୍ୱଳ ପୋଷ୍ଟ କଲେ ବିରାଟ କୋହଲି, କହିଲେ ଭୁଲି ପାରିବି ନାହିଁ। ଭାରତୀୟ କ୍ରିକେଟ ଟିମ୍ର ଓପନର ଶିଖର ଧୱନ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଶିଖର ଧୱନ ସନ୍ନ୍ୟାସ ନେବାର 24 ଘଣ୍ଟା ପରେ ବିରାଟ କୋହଲି ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବିରାଟ କୋହଲି ଏବଂ ଶିଖର ଧୱନ ଦୀର୍ଘ ସମୟ ଧରି ଭାରତୀୟ ଟିମ୍ ପାଇଁ ଓପନିଂ କରିଛନ୍ତି। ତେଣୁ ଶିଖରଙ୍କ ସନ୍ନ୍ୟାସ ନେବା ବିରାଟ କୋହଲି ଲେଖିଛନ୍ତି, ଖେଳରେ ଉତ୍ସାହ, ଖେଳ ଭାବନା ଏବଂ ହୋସ୍ ଅଭାବ ଦେଖିବାକୁ ମିଳିବ, କିନ୍ତୁ ତାକୁ କେହି ଭୁଲି ପାରିବେ ନାହିଁ। ଶନିବାର ଦିନ ଶିଖର ଧୱନ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି। କୋହଲି ଏକ୍ସରେ ଲେଖିଛନ୍ତି, ଶିଖର ଆପଣ ଡେବ୍ୟୁରେ ଐତିହାସିକ ପ୍ରଦର୍ଶନ ଠାରୁ ଆରମ୍ଭ କରି ଭାରତର ସବୁଠାରୁ ନମ୍ବର 1 ବ୍ୟାଟର ହେବା ପର୍ଯ୍ୟନ୍ତ ଅଗଣିତ ସ୍ମୃତି, ଖେଳ ପ୍ରତି ନିଜର ସମର୍ପଣ, ଖେଳ ଭାବନା ଏବଂ ଟ୍ରେଡମାର୍କ ହୋସର ଅଭାବ ରହିବ, କିନ୍ତୁ ତୁମ ଆଭିଜାତ୍ୟ ସବୁବେଳେ ରହିବ। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହିତ ଶିଖର ଧୱନ ସୀମିତ ଓଭର କ୍ରିକେଟ ଦୀର୍ଘଦିନ ଧରି ଖେଳିଛନ୍ତି। କୋହଲି ଏବଂ ଧୱନ ଦୁହେଁ ଦିଲ୍ଲୀ ବାସିନ୍ଦା। ଦୁହେଁ ଏକା ସାଙ୍ଗରେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। 2010ରେ ଧୱନ ଅଷ୍ଟ୍ରେଲିଆ ବିପକ୍ଷ ODIରେ ଆନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ପାଇଲେ। 2011 ମସିହାରେ ସେ T20ରେ ଏବଂ 2013ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। 2023 ଧୱନଙ୍କ କ୍ୟାରିୟରର ସର୍ବୋତ୍ତମ ବର୍ଷ ଥିଲା, ଯେତେବେଳେ ସେ 16ଟି ODI ମ୍ୟାଚରେ 1162 ରନ୍ ସ୍କୋର କରିଥିଲେ। ସେହି ବର୍ଷ ଧୱନ ଚାମ୍ପିୟନ୍ସ ଟ୍ରଫିରେ 5ଟି ମ୍ୟାଚରେ 363 ରନ୍ ସଂଗ୍ରହ କରିଥିଲେ। ଚଳିତ ବର୍ଷ ତୃତୀୟ ଥର ପାଇଁ ICC ଇଭେଣ୍ଟରେ ଭାରତ ଚାମ୍ପିୟନ ହୋଇଛି। ଏହା ପରେ ଧୱନ କ୍ରମାଗତ ଭାବରେ ଦଳରେ ସୁଯୋଗ ପାଇବାକୁ ଲାଗିଲେ। ଶିଖର ଧୱନ ନିଜ କ୍ୟାରିୟରରେ 34 ଟେଷ୍ଟ, 167 ଦିନିକିଆ ଓ 68 T20 ମ୍ୟାଚ୍ ଖେଳିଛନ୍ତି। 2013ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି 34 ମ୍ୟାଚରୁ 40 ଓଭରରେ 2315 ରନ୍ ସଂଗ୍ରହ କରିଥିଲେ। T20ରେ ଧୱନ 1759 ରନ୍ ସ୍କୋର କରି 11 ଅର୍ଦ୍ଧଶତକ